ବର୍ତ୍ତମାନ ସନ୍ଧ୍ୟା ଦେଇକି ଆସିଲି ଆଉ କ୍ରିଷ୍ଣା ବାବାର ସନ୍ଧ୍ୟାବେଳେ ମାନେ ନ ଖାଇଲେ ପାଠ ପଢ଼ିବାକୁ ଆଉ ଯିବନି ଚାଲ ଆଉ ତା ସହିତ ମାନେ ମଜା କଥା ମାନେ କ୍ରିଷ୍ଣା ତାର ରାଗିକି ଯାଇଛି ପାଠ ପଢ଼ିବାକୁ କହିଲା ମାନେ କିଛି ସନ୍ଧ୍ୟାବେଳେ ଖାଇବାକୁ ଦଉନାହୁଁ ଖାଲି ମାନେ ଏଇ ଖାଇବା ମୁଁ ଖାଇବିନି ମୋତେ ଭଲ କିଛି ଖାଇବା ବନେଇକି ଦେ ମୁଁ ଖାଇବି ମୁଁ କହିଲି ହଉ ବିସ୍କିଟ୍ ଟିକେ ଖାଇନେ ଆଉ କହିଲା ଜମା ଖାଇବିନି ଯାଇଛି କହିଲା ମୁଁ ପାଠ ପଢ଼ିବି ମୁଁ କହିଲି ରାତିରେ ତାହେଲେ ମୁଁ ତୋତେ ଅଣ୍ଡା ରୋଲ୍ ଟିକେ ବନେଇକି ଦେବି ଖାଇବ ଆଉ ସେ ତ ତା ମନ ବୁଝିଲାନି ସେ ମନ ଦୁଃଖ କରି ଯାଇଛି ସେଥିପାଇଁ ଭାବିଲେ ଆଉ ଛୋଟ ପିଲାମାନେ ବେଶୀ ଟିକେ ମାନେ ଟିକେ ସ୍ନାକ୍ସ ଉପରେ ବେଶୀ ଖାଇବାକୁ ଭଲ ପାଆନ୍ତି ଆଉ ସେଥିପାଇଁ ମୁଁ ତ ଗୋଟେ ରେସିପି ଗୋଟେ ନୂଆ ଜିନିଷ ତିଆରି କରିବି ବୋଲି ମୁଁ ଆଉ ଦେଖେଇବି ଆପଣମାନଙ୍କୁ ନିହାତି ଭାବରେ ବନେଇବି ଆପଣମାନଙ୍କୁ ବି ଦେଖେଇବି ବାଦାମ ବେସନରେ ଗୋଳେଇକି ରଖିଛି ମୁଁ ବାଦାମ ଟିକେ ଛାଣିବି ଆଉ ତା ପାଇଁ ତ ମୁଁ କେତେ ସାରା ଜିନିଷ ବି ରଖିଛି ୟାକୁ ଟିକେ ମୁଁ ଏବେ ଗ୍ରାଇଣ୍ଡିଙ୍ଗ କରିନେବି କରିନେଇକି ଆକୁ ଟିକେ ଛାଣିବି ଆଉ ଛାଣି ସାରିବା ପରେ ସେମାନଙ୍କୁ ଟିକେ ଖାଇବାକୁ ଦେବି ଦେଲେ ତା ମନଟା ଟିକେ ଖୁସି ହେବ କାରଣ ସେ ରାଗି ଯାଇଛି ମୁଁ ପାଠ ପଢ଼ିବିନି କିଛି ଖାଇବାକୁ ଦଉନାହୁଁ ସେଥିପାଇଁ ଭାବିଲି ମୁଁ ତା ପାଇଁ ଟିକେ ପିଲାମାନଙ୍କ ଟିକେ ଟେଷ୍ଟି ଖାଇବା ହେଲେ ନା ସେମାନେ ଭାରି ଖୁସି ହେଇଯିବେ। କ୍ରିଷ୍ଣା ବାବା ପାଠ ପଢ଼ୁ ପଢ଼ୁ ମଝିରେ ତା ବଡ଼ ବାବାଙ୍କୁ ଶୁଶୁ କରିବାକୁ କହିକି ଆସିକି ମାନେ ରୋଷେଇ ଘରେ ଟିକେ ବୁଲି ଯାଉଛି ମାମା କେତେ ବାଟ ତିଆରି ସରିଲା ଆଉ କେତେବେଳେ ହେବ ମୁଁ କହିଲି ଗରମ ଅଛି ଟିକେ ଥଣ୍ଡା ହେଲେ ଖାଇବୁ ଆଉ ସେ ମାନେ ଗୋଟେ ଗୋଟେ ନେଇକି ଯାଉଛି ହଁ ମୁଁ କହିଲି ମୁଁ ଯିବି ଏଇକ୍ଷଣି ବଡ଼ ବାବାଙ୍କୁ କହିବି ଜମାରୁ ପାଠ ପଢ଼ୁନାହୁଁ ମୁଁ କହିଲି ମୁଁ ତିଆରି କରିସାରିବା ପରେ ନେଇକି ବଡ଼ ବାବାଙ୍କ ସହିତ ତୁମକୁ ସବୁ ଦେବି ଖାଇବେ ସେ କହୁଛି ବାସ୍ନାଟା ପା ଏତେ ବାଟ ମାମା ପଳାଉଛି ଯେ ମୁଁ ଆଉ ପାଠ ପଢ଼ିବି କ'ଣ ଜମାରୁ ମାନେ କ୍ରିଷ୍ଣା ବାବା ପାଠ ପଢ଼ିବାକୁ ଜମା ଇଚ୍ଛା ନୁହଁ ଆଉ ସନ୍ଧ୍ୟାବେଳେ ସେ ମାନେ ନ ଖାଇଲେ ଜମା ପାଠ ପଢ଼ିବାକୁ ଯିବନି ଯଦି ବି ତୁମେ କହିବ କିଛି ଦେବନି କାରଣ ସେ ହେଲ୍ଦି ବୋଲି ମୁଁ ତାକୁ କିଛି ଖାଇବାକୁ ମୁଁ ଟିକେ କୁହେ କମ୍ ଖା ସେ ଜମା କହିବ ମୁଁ ଯଦି ବିସ୍କୁଟ୍ ଖାଇବି ଗୋଟେ ଥାକ ବିସ୍କୁଟ୍ ସେ ଖାଇ ନେବ ମାନେ ପାଣିରେ ବୁଡ଼େଇକି ସେଥିପାଇଁ ତାକୁ ନଦେଲେ ସେ ଜମା ପାଠ ପଢ଼ିବାକୁ ଯିବନି ଆଉ ନିହାତି ଭାବରେ ତାକୁ ଖାଇବାକୁ ଦେବାକୁ ପଡ଼େ ଆଉ ମୁଁ ବେଶୀ ଚିଡ଼େ ମୁଁ କମ୍ ଦେବି ଖାଇବାକୁ ତାଙ୍କ ଜେଜେ କୁହନ୍ତି ନାଇଁ ନାଇଁ ସେ କାରଣ ସେ ଛୋଟ ପିଲା ଆଉ ସେମାନେ ଯଦି ଏଇ ବୟସରେ ଖାଇବେନି ଆଉ କେବେ ଖାଇବେ ବଡ଼ ହେଲେ କ'ଣ ସେ ଖାଇବାକୁ ବେଶୀ ଭଲ ପାଇବେ ଆଉ ତେଣୁକରି ନିହାତି ଭାବରେ ତାକୁ ମୁଁ ଖାଇବାକୁ ଦେବି କାରଣ ତାଙ୍କ ଜେଜେ ବିରକ୍ତି ହେବେ ନଦେଲେ ଆଉ ବଦମାସି ଆସିକି ଏଠି ତ ଛିଡ଼ା ହେଇସାରିଲାଣି ପାଠ ପଢ଼ୁ ପଢ଼ୁ ବଡ଼ ବାବା ମାମା କ'ଣ ଟିକେ ତିଆରି କରୁଛନ୍ତି ଆଉ ମୁଁ ଯିବି ତାଙ୍କ ପାଖରୁ ଖାଇବା ଟିକେ ନେଇକି ଆସିବି ଆଉ ସେ ତାଙ୍କ ବଡ଼ ବାବା କହିଲେ ହଉ ଠିକ୍ ଅଛି ତୁ ଯା ଆଉ ସେ ତ ଆସିକି ପହଞ୍ଚିଗଲା ମୋର ପାଖାପାଖି ପକୋଡ଼ା ମାନେ ତିଆରି ହେଇସାରିଲାଣି ଆଉ ବେଶୀ ଭଲ ଲାଗେ କ୍ରିଷ୍ଣା ବାବା ତ ଖାଇକି କହୁଛି ମାମା ମାର୍କେଟରୁ ମାନେ ମାର୍କେଟ ପକୋଡ଼ାଠୁ ମାନେ ତୁମେ ଯେଉଁ ତିଆରି କରୁଛ ଆଉ ବେଶୀ ଟେଷ୍ଟ ଲାଗୁଛି ଆଉ ତା ସହିତ ଏଇ ଯେଉଁ ଗରମ ମସଲା ମୁଁ ରଖିଥିଲି ଆଉ ଯେହେତୁ ମୋର ବାଦାମ ଗରମ ଅଛି ତା ଦେହରେ ମୁଁ ଏଡ଼୍ କରିନେବି କାରଣ ସେଇଟା ସେଟଅପ୍ ହେଇଯିବ ଆଉ ପରେ ଥଣ୍ଡା ବେଳେ ଭଲ ଲାଗିବନି ଆଉ କ୍ରିଷ୍ଣା ଖାଇକି ତ କହୁଛି ମାମା ପୁରା ଟେଷ୍ଟି ହେଇଛି ଏମି ହେଇଛି ଆଉ ବଦମାସି ଏଠି ଛାଡ଼ିକି ଯାଉନି ମାନେ ଚାଲିଛି ପୁରା କଣ୍ଟିନ୍ୟୁ ଖାଇ ଚାଲିଛି ଆଉ ମାନେ ପାଠ ଆଜି ବିଲକୁଲ ମାନେ 7:30 ବାଜିଲାଣି ପାଠ ଠିକ୍ ସେ କଣ୍ଟିନ୍ୟୁ ପଢ଼ି ନାହିଁ ବର୍ତ୍ତମାନ ସିଏ ତ ଖାଇକି କହୁଛି ଭଲ ହେଇଛି ବୋଲି ଆଉ ମୁଁ ଦେଖିବା ଟେଷ୍ଟ କରିବି କାରଣ ଯଦି ଛୋଟ ପିଲା ସମସ୍ତେ ଖାଇକି ବଡ଼ ଭାଇ ଆମର ବୋଉ ପିଲାମାନେ ସମସ୍ତେ ଖାଇକି ଇଏ ବି ଖାଇ କହୁଛନ୍ତି ବହୁତ ବଢ଼ିଆ ହେଇଛି କେମିତି କ'ଣ ତିଆରି କଲୁ ଆଉ ଦେଖିବା ଏତେ ଯଦି ସମସ୍ତେ ମାନେ ଗୋଟେ ଜିନିଷକୁ ଭଲ ବୋଲି କହୁଛନ୍ତି ନିହାତି ଭାବରେ ମୁଁ ଖାଇକି ଟ୍ରାଏ କରିବି ଦେଖିବା କେମିତି ହେଇଛି ଆଉ ମୋତେ ତ ବହୁତ ଟେଷ୍ଟ ଲାଗୁଛି କାରଣ ଯେଉଁ ବର୍ତ୍ତମାନ ଗରମ ଅଛି ମାନେ ବାଦାମ ପକୋଡ଼ାଟା ବହୁତ ବଢ଼ିଆ ଲାଗୁଛି ଆଉ କ୍ରିଷ୍ଣା ବାବା ତ ଛାଡ଼ିକି ଯାଉନି ଏଠି ତାର ନଟିଂ ପୁରା କରୁଛି କାରଣ ଏବେ ତ ମାନେ ଆମେ ତ ସମସ୍ତେ ପାଖାପାଖି ଖାଇସାରିଲୁଣି ମୁଁ ତ ଏଠି ମାନେ ବନଉଛି ଗୋଟେ ଗୋଟେ ପାଟିରେ ବି ପକଉଛି ମାନେ ଦେଖୁଛି କେମିତି ଟେଷ୍ଟ ହେଇଛି ଆଉ ବାପା ମାର୍କେଟ ଯାଇଛନ୍ତି ଆଉ କେବଳ ବାପା ହିଁ ବାକି ରହିଲେ ବାପା ଆସିଲେ ତାଙ୍କୁ ଖାଇବାକୁ ଦେବି ଚାଲନ୍ତୁ ଡେରି କରିବାନି ସମସ୍ତେ ଖାଇସାରିଲେଣି ବାକି ବାପା ଏବେ ଆସିଲେ ମାର୍କେଟରୁ ବର୍ତ୍ତମାନ ତାଙ୍କୁ ନେଇକି ଦେବି ଆଉ ବାପା ଖାଇକି କେମିତି କହୁଛନ୍ତି ଆଉ ସମସ୍ତେ ତ ଖାଇକି ପୁରା ମାନେ କହୁଛନ୍ତି ବହୁତ ବଢ଼ିଆ ହେଇଛି ପୁରା ମାର୍କେଟଠୁ ମୋର ପୁରା ବେଷ୍ଟ ହେଇଛି ଦେଖିବା ବାପା ଖାଇକି କ'ଣ କହୁଛନ୍ତି।